ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ଗୁରୁବାର ଭାରତ ବନ୍ଦ। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଦ୍ୱାରା କୃଷକ ସଂଗଠନଗୁଡ଼ିକର ଦୃଢ଼ ସମର୍ଥନ ସହିତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ 12 ତାରିଖ ଅର୍ଥାତ୍ ଗୁରୁବାର ଭାରତରେ ବ୍ୟାପକ ବାଧା ଉପୁଜିବାର ସମ୍ଭାବନା ରହିଛି। ଏହି ଧର୍ମଘଟ ବିଭିନ୍ନ ରାଜ୍ୟରେ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି, ଯାହା ବ୍ୟାଙ୍କ ସେବା, ପରିବହନ ଏବଂ ସାଧାରଣ ବ୍ୟବସାୟିକ କାର୍ଯ୍ୟକଳାପକୁ ପ୍ରଭାବିତ କରିବ, ବିଶେଷ କରି ସରକାରୀ କ୍ଷେତ୍ର ପ୍ରତିଷ୍ଠାନରେ। ପରବର୍ତ୍ତୀ ଖବର, ଧାନ ସବସିଡିକୁ କେନ୍ଦ୍ର କଣ୍ଟା, ଚାଷୀ ଆଶଙ୍କାରେ ସରକାର ଚିନ୍ତାରେ। ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଧାନ ଉପରେ 800 ଟଙ୍କାର ଇନପୁଟ୍ ସହାୟତା ଘୋଷଣା କରି ଚାଷୀ କୂଳକୁ ଖୁସି କରିଦେଇଥିଲେ, ଯାହାର ପ୍ରଭାବ ଚାଷ ଜମିରେ ଦେଖିବାକୁ ମିଳିଥିଲା। 800 ଟଙ୍କା ପାଇଁ ବର୍ଷକରେ ଧାନ ଚାଷ 20 ଲକ୍ଷ ମେଟ୍ରିକ୍ ଟନ୍ ଅଧିକ ବୃଦ୍ଧି ପାଇଥିଲା। ସେହିଭଳି ଉତ୍ପାଦନ ସଙ୍କଟ ଦୂର କରିବାକୁ ଏମ୍ଏସ୍ପି ବାଦ ଧାନ ଓ ଗହମ ଉପରେ ଚାଷୀଙ୍କୁ କେରଳ ଦେଉଥିଲା ଅତିରିକ୍ତ ସହାୟତା। ଅନ୍ୟ କିଛି ରାଜ୍ୟ ମଧ୍ୟ ସମାନ ପନ୍ଥା ଆପଣାଇଥିଲା, ହେଲେ ଏବେ ତାହାର ତର୍ଜମା କରି ଧାନ ଓ ଗହମ ଉପରେ ଅତିରିକ୍ତ ସହାୟତା ରାଶି ବନ୍ଦ ପାଇଁ ପଦକ୍ଷେପ ନେବାକୁ କେରଳ ସରକାରକୁ ଚିଠି କରିଛି କେନ୍ଦ୍ର। କେରଳକୁ କେନ୍ଦ୍ର ଲେଖିଥିବା ଏହି ଚିଠି ଓଡ଼ିଶା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ପରବର୍ତ୍ତୀ ଖବର, ଚାଷୀଙ୍କ ସମସ୍ୟା ଓ ମଣ୍ଡି ଅବ୍ୟବସ୍ଥା ନେଇ ନବୀନଙ୍କ ଚିଠି। ଚାଷୀଙ୍କ ସମସ୍ୟା ଓ ମଣ୍ଡି ଅବ୍ୟବସ୍ଥା ନେଇ ମୁହାଁମୁହିଁ ଶାସକ ବିରୋଧୀ। ମଣ୍ଡିରେ ଚାଷୀ ହଇରାଣ ହେବା ଏବଂ ଧାନ ସଂଗ୍ରହ ନେଇ ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରିବା କ୍ଷେତ୍ରରେ ଚରମ ବିଫଳତା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେପଟେ ବିଜେପି କହିଲା, କୃଷକର କ ଅକ୍ଷର ବିଷୟରେ ବି ଜାଣିନାହାନ୍ତି ନବୀନ ବୋଲି କହିଲେ ବିଜେପି ବିଧାୟକ ବାବୁ ସିଂ। ପରବର୍ତ୍ତୀ ଖବର ବାଜିଲା ପୋଷାକ ମିଳିଲା, ପିଲାଙ୍କ ମୁହଁରେ ଫୁଟିଲା ହସ। ଶିକ୍ଷାବର୍ଷ ପାଇବାକୁ ବସିଥିଲେ ବି ଏପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲରେ ପୋଷାକ ମିଳିନଥିଲା। ଗଣଶିକ୍ଷା ବିଭାଗ ବାରମ୍ବାର ଚିଠି ଲେଖୁଥିଲେ ବି ଅଧିକାରୀଙ୍କ ଖାତିର ନଥିଲା। ଏନେଇ ସୂଚନା ପାଇବା ପରେ ୟୁନିଫର୍ମ ବଣ୍ଟା ବ୍ୟବସ୍ଥାର ସତ ସାମ୍ନାକୁ ଆସିଥିଲା। ଖବର ବାଜିବା ପରେ ଏବେ ପିଲାଙ୍କୁ ମିଳିଛି ପୋଷାକ। ବିଳମ୍ବ ହେଲେ ବି ନୂଆ ପୋଷାକ ପାଇବା ପରେ ପିଲାଙ୍କ ମୁହଁରେ ହସ ଫୁଟିଛି। ନୂଆ ପୋଷାକ ପିନ୍ଧି ଶ୍ରେଣୀ ଗୃହକୁ ପାଠ ପଢ଼ିବାକୁ ଯାଇ ନ ପାରିଲେ ବି ଏବେ ଅନ୍ତତଃ ପରୀକ୍ଷା ଦେବାକୁ ଯାଇପାରିବେ। ଛାତ୍ରଛାତ୍ରୀଙ୍କ ମୁହଁରୁ ବାରି ହୋଇପଡ଼ୁଛି ହସ। ପରବର୍ତ୍ତୀ ଖବର, ମ୍ୟାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତ। ଚଳିତ ବର୍ଷ 5,61,979 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। 3,082ଟି ପରୀକ୍ଷା ସେଣ୍ଟର କରାଯାଇଛି। 322ଟି ନୋଡାଲ ସେଣ୍ଟର ହୋଇଛି। ନୋଡାଲ ସେଣ୍ଟର ଗୁଡ଼ିକ ସିସିଟିଭି ନଜରରେ ରହିବ। ପରୀକ୍ଷା କେନ୍ଦ୍ର ଗୁଡ଼ିକ ମଧ୍ୟ ସିସିଟିଭି ନଜରରେ ରଖାଯିବ। 10 ତାରିଖ ଦିନ ପ୍ରଥମେ 4ଟି ଜିଲ୍ଲାକୁ ପ୍ରଶ୍ନପତ୍ର ଯିବ, ଆଉ ତାପରେ ଅନ୍ୟ ଜିଲ୍ଲାକୁ। ପରୀକ୍ଷା ପୂର୍ବରୁ ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ। ଫେବୃଆରୀ 19ରୁ ମାର୍ଚ୍ଚ 2 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତାରାଇଙ୍କ ସୂଚନା। ପରବର୍ତ୍ତୀ ଖବର, ପଞ୍ଚାୟତ ନିର୍ବାଚନ ନେଇ ଆରମ୍ଭ ହେଲାଣି ଅଙ୍କ କଷା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଧାନସଭା ଓ ଲୋକସଭା ଭଳି ପଞ୍ଚାୟତରେ ମଧ୍ୟ ଲୋକେ ଆମକୁ ଆଶୀର୍ବାଦ କରିବେ। ବୁଥ ସ୍ତରରେ କର୍ମୀମାନେ ପରିଶ୍ରମ କରୁଛନ୍ତି। ଯେଉଁଠି ଦୋଷ ଦୁର୍ବଳତା ଅଛି ତାକୁ ଦୂର କରୁଛୁ। ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା କରାଯାଉଛି। ଆସ୍କା, ବ୍ରହ୍ମପୁର, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ସାଂସଦର ବିଧାୟକ ଏବଂ ଛାମୁଆ ନେତାଙ୍କ ସହ ଆଲୋଚନା କରାଯାଇଛି। ଆଗକୁ ମଧ୍ୟ ଅନ୍ୟ ସ୍ଥାନରେ କରାଯିବ। ପଞ୍ଚାୟତ ନିର୍ବାଚନ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଲୋକେ ସାଧାରଣ ନିର୍ବାଚନ ଭଳି ପଞ୍ଚାୟତରେ ମଧ୍ୟ ବିଜେପିକୁ ଆଶୀର୍ବାଦ କରିବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ଦାବି କରିଛନ୍ତି। ପରବର୍ତ୍ତୀ ଖବର, ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବ ପାକିସ୍ତାନ। 2026 ଟି20 ବିଶ୍ୱକପ୍ରେ ଭାରତ ପାକିସ୍ତାନ ମ୍ୟାଚ୍ ହେବାର ସମ୍ଭାବନା ଉପରେ ଆଲୋଚନା ଚାଲିଛି। ଆଇସିସି କାର୍ଯ୍ୟସୂଚୀ ଅନୁଯାୟୀ
ଫେବୃଆରୀ 15 ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଉଭୟ ଦଳ ଖେଳିବାର କାର୍ଯ୍ୟକ୍ରମ ଥିଲା। ତଥାପି ପାକିସ୍ତାନ ସରକାର ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ସ୍ପଷ୍ଟ କରିଦେଇଥିଲା ଯେ ସେମାନଙ୍କ ଦଳ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ କିନ୍ତୁ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବ ନାହିଁ। ଏବେ ପାକିସ୍ତାନ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବ ବୋଲି କହିଛି। 3ଟି ସର୍ତ୍ତ ରଖିଥିଲା, ସବୁ ସର୍ତ୍ତକୁ ପ୍ରତ୍ୟାଖ୍ୟାନ କଲା ଆଇସିସି। ଏବେ ମୁହଁ ଫୁଟାଣି ଛାଡ଼ିଲା ଆଉ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବ ପାକିସ୍ତାନ। ପରବର୍ତ୍ତୀ ଖବର ରାଜଧାନୀରେ ଚାଞ୍ଚଲ୍ୟ। ବ୍ରିଜ ଉପରେ ଛିଡ଼ା ହୋଇଥିଲା କାର୍। ଗାଡ଼ି ଭିତରୁ ମିଳିଲା 3 ଜଣଙ୍କ ମୃତଦେହ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପିରିଗାଡ଼ି ଫ୍ଲାଏଓଭର ଉପରେ ରବିବାର ଏକ କାର୍ରୁ 3 ଜଣଙ୍କ ମୃତଦେହ ମିଳିଛି। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଛାନବିନ ଆରମ୍ଭ କରିଛି। ପୋଲିସ ଅନୁସାରେ ଧଳା ରଙ୍ଗର ଟାଟା ଟ୍ୟାଗର କାର୍ଟି ବ୍ରିଜ ଉପରେ ଛିଡ଼ା ହୋଇଥିବା ବେଳେ ସେଥିରୁ 3 ଜଣଙ୍କ ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ 2 ଜଣ ପୁରୁଷ ଅଛନ୍ତି। ମୃତଦେହରେ କୌଣସି କ୍ଷତ ଚିହ୍ନ ନାହିଁ। ପରବର୍ତ୍ତୀ ଖବର, ଭାରତ ହେବ ବିଶ୍ୱର ଦ୍ରୁତତମ ଅର୍ଥନୀତି। ବିଶ୍ୱ ଅର୍ଥନୀତିରେ ଭାରତ ନିଜର ଦବଦବା ବଜାୟ ରଖିବାକୁ ଯାଉଛି। ଆସନ୍ତା 2026-27 ଆର୍ଥିକ ବର୍ଷରେ ଭାରତର ପ୍ରକୃତ ଜିଡିପି 6.4% ହାରରେ ବୃଦ୍ଧି ପାଇବ ବୋଲି ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ମୁଡିଜ୍ ପୂର୍ବାନୁମାନ କରିଛି। ଏହି ଅଭିବୃଦ୍ଧି ହାର G20 ରାଷ୍ଟ୍ରମାନଙ୍କ ମଧ୍ୟରେ ସର୍ବାଧିକ ହେବ।